Vygotsky's socio-cultural theory. As per Vygotsky, ଗୋଟେ ପିଲାର ଡେଭଲପମେଣ୍ଟରେ ତିନୋଟି ଫ୍ୟାକ୍ଟର ବହୁତ ଇମ୍ପୋର୍ଟାଣ୍ଟ ରୋଲ୍ ପ୍ଲେ କରେ। ଗୋଟେ ହେଉଛି ସୋସାଇଟି, ଗୋଟେ ହେଉଛି କଲଚର, ଆଉ ଗୋଟେ ହେଉଛି ଲାଙ୍ଗୁଏଜ। ଭାଇଗୋସ୍କି ଗୋଟେ ଇମ୍ପୋର୍ଟାଣ୍ଟ ଟର୍ମ କହିଲେ ଯାହାର ନାଁ ହେଉଛି ଇଣ୍ଟରନାଲାଇଜେସନ୍। ସେ କହିଲେ ନଲେଜ ଅଲରେଡ଼ି କଲଚରରେ ସୋସାଇଟିରେ ଅଛି, ଆଉ ଏ ନଲେଜକୁ ଗୋଟେ ଇଣ୍ଡିଭିଜୁଆଲ ସିଏ ଆଜ୍ ଇଟ୍ ଇଜ୍ ନିଜ ଭିତରକୁ ନେଇଯାଏ, ତାକୁ କୁହାଯାଏ ଇଣ୍ଟରନାଲାଇଜେସନ୍। ଆଉ କେଉଁ ଫର୍ମରେ ନିଏ? ସିଏ ହେଉଛି ଲାଙ୍ଗୁଏଜ ଫର୍ମରେ ନିଜ ଭିତରକୁ ନିଏ। ଯେମିତିକି ବର୍ତ୍ତମାନ ଆପଣମାନେ ଓଡ଼ିଆ ବୁଝିପାରୁଛନ୍ତି, ମୁଁ ଓଡ଼ିଆ କହୁଛି, ଓଡ଼ିଆରେ ପଢ଼ଉଛି ବୋଲି ଆପଣମାନେ ବୁଝିପାରୁଛନ୍ତି। ମୁଁ ବର୍ତ୍ତମାନ ଗୋଟେ ଡିଫରେଣ୍ଟ ଲାଙ୍ଗୁଏଜରେ ତେଲୁଗୁରେ ଆସିକି କହିବି କି ଯେକୌଣସି ଅଦର ଲାଙ୍ଗୁଏଜରେ ଆସିକି ଆପଣଙ୍କୁ କହିବି ଯେଉଁଟାକି ଆପଣଙ୍କର ନଲେଜ ନଥିବ, ତ ଆପଣ ସେଥିରେ ବୁଝିପାରିବେ ନାହିଁ। ତ ସିଏ କହିବା କଥା ଗୋଟେ ପିଲାର ଡେଭଲପମେଣ୍ଟ କେମିତି ହୁଏ, ସୋସାଇଟିରୁ କଲଚରରୁ ସିଏ କ'ଣ କରେ, ଲାଙ୍ଗୁଏଜ ଆକାରରେ ନଲେଜଟାକୁ ଗେନ୍ କରେ, ଆଉ ସେ ତାକୁ ନାଁ ଦେଲେ କ'ଣ, ଇଣ୍ଟରନାଲାଇଜେସନ୍। ଭାଇଗୋସ୍କିଙ୍କର ଏଇ ଯେଉଁ ଥିଓରିରେ ଦୁଇଟି ଟର୍ମ ହେଉଛି ବହୁତ ଇମ୍ପୋର୍ଟାଣ୍ଟ। ଗୋଟେ ହେଉଛି ଜୋନ୍ ଅଫ୍ ପ୍ରକ୍ସିମାଲ୍ ଡେଭଲପମେଣ୍ଟ, ଆଉ ଗୋଟେ ହେଉଛି ସ୍କାଫୋଲ୍ଡିଂ। ସିଏ କହିଲେ ଗୋଟେ ପିଲାର ଲେବୁଲ୍ କ'ଣ, ତାର ନଲେଜଟା କେଉଁ ଲେବୁଲରେ ଅଛି ଜାଣିବା ପାଇଁ ସେ ଟର୍ମଟା ୟୁଜ୍ କଲେ ଜେପିଡି ବା ଜୋନ୍ ଅଫ୍ ପ୍ରକ୍ସିମାଲ୍ ଡେଭଲପମେଣ୍ଟ। ସେ କହିଲେ ମୁଁ ଗୋଟେ ପିଲାକୁ ଗୋଟେ ଟାସ୍କ ଦେବି, ସେ ଥର ଇଜିଲି କରିଦେଲା, ତାମାନେ ତା ଲେବୁଲ୍ ସେଠି ନୁହେଁ, ତ ତାକୁ ମୁଁ ଆଉ ଟିକେ ଡିଫିକଲ୍ଟ ଟାସ୍କ ଦେବି। ବର୍ତ୍ତମାନ ଏଇ ଯେଉଁ ଡିଫିକଲ୍ଟ ଟାସ୍କ ମୁଁ ତାକୁ ଦେଲି, ସେ ତାକୁ ବାରମ୍ବାର ଆଟେଣ୍ଡ କଲା ପରେ କରିଦେଉଛି। ନେକ୍ସଟ ମୁଁ ତାଠାରୁ ଆହୁରି ଡିଫିକଲ୍ଟ ଟାସ୍କ ତାକୁ ଦେବି। ଯଦି ସେ ଟାସ୍କଟାକୁ ସିଏ ଜଣଙ୍କର ବିନା ହେଲ୍ପରେ କରିପାରୁନି ବା ନିଜେ କରିପାରୁନି, ଦେନ୍ ସେଇ ଜାଗାଟା ହିଁ ହେଉଛି ତାର ଜୋନ୍ ଅଫ୍ ପ୍ରକ୍ସିମାଲ୍ ଡେଭଲପମେଣ୍ଟ। ତାମାନେ ଏମିତି ଗୋଟେ ଜୋନ୍ ଯାହାର ଉପରକୁ ଟାସ୍କ ଡିଫିକଲ୍ଟ ଲେବୁଲର ଟାସ୍କ ସେ କରିପାରୁନି, ଯାହାର ତଳଗୁଡ଼ା ଟାସ୍କ ତା ପାଇଁ ବହୁତ ଇଜି, ସେଇ ମଝିର ଜୋନ୍ଟାକୁ କୁହାଗଲା ଜେପିଡି ବା ଜୋନ୍ ଅଫ୍ ପ୍ରକ୍ସିମାଲ୍ ଡେଭଲପମେଣ୍ଟ। ତ ପିଲାଟାର ନଲେଜର ଲେବୁଲ୍ ହେଉଛି ସେଇଠି, ତା ଉପରବାଲା ଟାସ୍କ ତା ପାଇଁ ବହୁତ ଡିଫିକଲ୍ଟ ହେଇଯିବ, ଆଉ ତାର ତଳବାଲା ଟାସ୍କ ତା ପାଇଁ ବହୁତ ଇଜି ହେଇଯିବ। ତ ସିଏ କହିଲେ ଏଇ ଯେଉଁ ଜେପିଡିକୁ କ୍ରସ୍ କରିବା ପାଇଁ ଯେଉଁ ଟର୍ମଟା ତାକୁ ସେ ୟୁଜ୍ କଲେ ସ୍କାଫୋଲ୍ଡିଂ। ତା ମାନେ କ'ଣ, ଯେତେବେଳେ ତାର ଜୋନ୍ ଅଫ୍ ପ୍ରକ୍ସିମାଲ୍ ଡେଭଲପମେଣ୍ଟର ଉପରକୁ କୌଣସି ଟାସ୍କ ଆମେ ତାକୁ ଦେବା, ମନେକର ଗୋଟେ ପିଲାଟା ସେଣ୍ଟେନ୍ସ ଫର୍ମେସନ୍ କରିପାରୁଛି, ମୁଁ ତାକୁ କହିବି ତୁମେ ଗୋଟେ ଏସେ ଲେଖ, ତ ସେଇଟା କ'ଣ ହେଇଯିବ, ତାର ଜୋନ୍ ଅଫ୍ ପ୍ରକ୍ସିମାଲ୍ ଡେଭଲପମେଣ୍ଟ ଠାରୁ ବହୁତ ହାୟର ଲେବୁଲର ହେଇଯିବ। ତ ବର୍ତ୍ତମାନ ସେ କହିବ ମିସ୍ ମୁଁ କେମିତି ଲେଖିବି, ମୋତେ ଟିକେ ଗାଇଡ଼ କରିଦିଅନ୍ତୁ। ତ ମୁଁ ତାକୁ କହିବି ତୁମେ ସେଣ୍ଟେନ୍ସ ତ ଫର୍ମେସନ୍ କରି ଜାଣିଛ, ଏମିତି ଏମିତି ଭାବରେ ଲେଖିଲେ ତୁମେ ସେଇଟା ଗୋଟେ କମ୍ପ୍ଲିଟଲି ଲେଖିପାରିବ। ତ ଏଇ ଜାଗାରେ ମୁଁ ହେଲି ଦ ମୋର୍ ନଲେଜେବୁଲ୍ ଅଦର ବା ମୋର୍ ଇଣ୍ଟେଲିଜେଣ୍ଟ ପର୍ସନ୍। ମାନେ ମୁଁ ତାକୁ ଟିକେ ଗାଇଡ଼ କରିଦେଲି କି ଦେଖ ନଲେଜ ତୋ ପାଖରେ ଅଲରେଡ଼ି ଅଛି, ବାସ୍ ତୁ ତାକୁ ଏମିତି ଭାବରେ ଆରେଞ୍ଜ କରିଦେଲେ ଗୋଟେ ଏସେ ହେଇଯିବ। ତ ଏଇ ଜିନିଷଟା, ଏଇ ଯେଉଁ ମୋର୍ ନଲେଜେବୁଲ୍ ଅଦର ଯିଏକି ଗାଇଡ଼ କଲା ବା ଟିକେ ହେଲ୍ପ କଲା, ସେଇଟା କେବଳ ଟିଚର ନୁହେଁ, ପ୍ୟାରେଣ୍ଟସ୍ ବି ହେଇପାରିବେ, ସୋସାଇଟିର ଡିଫରେଣ୍ଟ ମେମ୍ବର ମାନେ ବି ହେଇପାରିବେ, ଏମିତିକି ପିଅର ଗ୍ରୁପ ବା ତାର ସାଙ୍ଗସାଥି ବି ହେଇପାରିବେ। ଯେଉଁ ଲୋକଟି ତାକୁ ଗୋଟେ ଡିଫିକଲ୍ଟ ଟାସ୍କ କମ୍ପ୍ଲିଟ୍ କରିବାରେ ବା ତା ଜେପିଡିକୁ କ୍ରସ୍ କରିବାରେ ହେଲ୍ପ କଲା, ସେ ଲୋକ ହେଉଛି ଦ ମୋର୍ ନଲେଜେବୁଲ୍ ଅଦର। ଆଉ ସେ ଲୋକର ହେଲ୍ପରେ ଯେତେବେଳେ ସେ ଗୋଟେ ଡିଫିକଲ୍ଟ ଟାସ୍କ ଗୋଟେ ପିଲାଟି କମ୍ପ୍ଲିଟ୍ କରିଦେଉଛି, ଦ୍ୟାଟ୍ ଟର୍ମ ୱିଲ୍ ବି ନୋନ୍ ଆଜ୍ ସ୍କାଫୋଲ୍ଡିଂ। ଥ୍ୟାଙ୍କ ୟୁ।